କାହାକୁ ସମାଲୋଚନା କରିବେନି କେହି କାହାକୁ କିଛି ପଦେ କହିପାରିବେନି। ଆଜ୍ଞାମାନଙ୍କ ନିର୍ଦ୍ଦେଶ ସମୟକୁ ଆଖି ଆଗରେ ରଖି ନିଜ ନିଜ ବାଟରେ ନିଜ ନିଜ ଆଜ୍ଞା ଗତି କରିବେ। ଏ ମୋର ଜ୍ଞାନେନ୍ଦ୍ର କୁଣ୍ଡା ନାରୀ ଜଣେ କାନ୍ଦୁଛି। ମୋ ମା ମାନେ ଲୋ ଆମରି ଭଳିଆ ଜଣେ ନାରୀ, ଜଣେ ଆଦ୍ୟା ନାରୀ, ଜଣେ ଭାରତୀୟ ନାରୀ କାନ୍ଦୁଛି। ଆଖିରେ ତାର ଆଖିରେ ଲୁହ, ଛାତିରେ ତାର ଛାତିରେ କୁହ। କାନ୍ଦି କାନ୍ଦି ତା ଆଖିର ଲୁହରେ ତା ସର୍ବାଙ୍ଗ ଭିଜି ସାରିଲାଣି। ସେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ। ତୁ କୁଆଡେ କାହିଁକି ଆଜ୍ଞା ଦେଖୁଛ? ଆରେ ଅରେଇ ମଞ୍ଚରେ ପାଲା ଚାଲିଛି। ଦିଦ ପାଲା କାର୍ଯ୍ୟ ଆସିଛୁ, ପାଲା ପରିବେଷଣ ହଉଛି। ତୁ କହୁଛୁ ଏ ଅରେଇ ମଞ୍ଚରେ ମା ଜଣେ କାନ୍ଦିବ? ନାଇଁ ପୁରାଣ ପୃଷ୍ଠାରେ ଜଣେ ମା କାନ୍ଦୁଛୁ ବାପା। ପୁରାଣ ପୃଷ୍ଠାରେ ଜଣେ ମା କାନ୍ଦୁଛୁ। ଆମ ଘର ମାନଙ୍କରେ ଯଦି ମା କି ଝିଅ କାନ୍ଦେ ଗୁରୁଜନ ମାନେ ତାକୁ ସାର୍ ବୁଝାନ୍ତି, ଗୁରୁଜନ ମାନେ ବୁଝାନ୍ତି। ଆଜ୍ଞା ଆଜ୍ଞା ନାଇଁ କହିବ ହର୍ଷ ତାହେଲେ ବାପା ପୁରାଣ ପୃଷ୍ଠାରେ ମା ଜଣକ କାନ୍ଦୁଛି। ଆମ ଘରେ ମା ଜଣେ କାନ୍ଦିଲେ କି ଝିଅ ଜଣେ କାନ୍ଦିଲେ ଯେମିତି ଗୁରୁଜନ ମାନେ ବୁଝାନ୍ତି, ସେଇ ମା ଜଣକୁ ଜଣେ ଗୁରୁଜନ ବୁଝଉଛୁ, ଜଣେ ବର୍ଷିଆ ଲୋକ ବୁଝଉଛୁ, ଜଣେ ମହତ ଲୋକ ବୁଝଉଛନ୍ତି। କହୁଛନ୍ତି ଆମ ମା, ଏ ମା ତୁ କାହିଁକି କାନ୍ଦୁଛୁ? ଏ ମା ତୁ ଯଦି ଏମିତି କାନ୍ଦିବୁ ନା ତୋ ଆଖି ଲୁହରେ ଏ ଜଗତଟା ଜଳି ପଡ଼ି ପାଉଁଶ ହେଇଯିବରୁ ମା। ମା ଜଣକ ଅବନତ ମସ୍ତକରେ ମତ ଦାନ ହୋଇ ସସମ୍ଭ୍ରମେ ଭକ୍ତିଗତ କଣ୍ଠ ଦେଇ କହିଲା, ହେ ବାପା ଆଉ କଷ୍ଟ ମୁଁ ସହିପାରୁନି ବାପା, ଏ ଦୁଃଖ ମୁଁ ଆଉ ସହିପାରୁନି ବାପା। ଯୋଉ ଦେଶରେ ନାରୀକି ନିର୍ଯାତନା ଦିଆଯାଏ, ଯେଉଁ ଦେଶରେ ନାରୀକି ବିନା ଦୋଷରେ ସନ୍ଦେହ କରାଯାଏ, ସେଇ ସ୍ଥାନରେ ରହିବାଟା ଅନୁଚିତ ବାପା। ବାପା ଜଣକ ବୁଝେଇ କହିଲେ, ମା ଗୋଟେ ନାରୀ ଯେତେବେଳେ ନିର୍ଯାତନା ହୁଏ ସେତେବେଳେ କଣ ହୁଏ? ନୃସିଂହ ପୁରା ଓମ୍ ଅସତୁକ ବନବାସୀ ନିଷ୍ଠରାସୀ ନିପୁତି ପ୍ରବସ୍ତ ଭୁଜଦଲି ଚଣ୍ଡିକା ବୈରୁନ୍ତି ମୁଖ ସରସ୍ୱତୀ ମধ্যে নারায়ণ ভক্তা লতরত তত্ত্ববচিতে পাদপদ্মে মহাপ্রভু সত্যনারায়ণ মঙ্গল ধ্যান করতু ইষ্টাইষ্ট খণ্ডন করে রোগ ব্যাধি মোচন করন্তু এবং চলাপথের কুসুম পুস্তক সুস্থ নিরাম জীবন দিন্তু। গোলাম ସେ ମୋର ଜ୍ଞାନେନ୍ଦ୍ର ପୁଙ୍ଗ ମା ଜଣକ କାନ୍ଦୁଛନ୍ତି, ବାପା ଜଣକ ବୁଝୁଛନ୍ତି। ଏ ମା ଗୋଟେ ନାରୀ ଯେତେବେଳେ ନିର୍ଯାତିତ ହୁଏ କଣ ହୁଏ? ଆପଣମାନଙ୍କର ନୃସିଂହ ପୁରାଣ ଲେଖକ ହେଲେ ପୀତାମ୍ବର ଦାସ, ଓଡ଼ିଆ ନୃସିଂହ ପୁରାଣ। ପୀତାମ୍ବର ଦାସ କଣ କହିଲେ? ନାରୀ ନିର୍ଯାତନା ଧ୍ୱଂସ ହୋଇଯାଏ।
ମମତା ଥିଲେ ଯେ ଦୋକାନୀ ହବ ଦୋକାନୀ କଣ କହିବ କହିଲୁ ବସ ବସ ଦୋକାନୀ କହିବାଟା ଗୋଟେ ପାଗଳ ସ୍ନେହ ମମତାକୁ ଦୋକାନରେ ମିଳେନି ବାପା ବିନା ମୂଲ୍ୟରେ ବିନା ଓଜନରେ କେତେ ପରିମାଣରେ ମିଳେ କୌଣସି ଓଜନ ମାପକ ଯନ୍ତ୍ର ତାକୁ ମପା ଯାଇପାରେ ତାହେଲେ କାହା ପାଖରେ ମିଳେ ଜଣଙ୍କ ପାଖରେ ସେ ଜଣକ କିଏ କହିଲେ ଫୁଲଠୁ କମଳ ଜହ୍ନଠୁ ଶୀତଳ ତାଙ୍କର ମମତା ସଂସାର ଭିତରେ ସବୁଠୁ କୋମଳ ପଦାର୍ଥ ହଉଛି ଫୁଲ କିନ୍ତୁ ଫୁଲଠୁ ଆଉ ଗୋଟିଏ କମଳା ଜାଗା ଅଛି ଫୁଲଠୁ ଆହୁରି କମଳିଆ ଜାଗା ଅଛି ସଂସାର ଭିତରେ ସବୁଠାରୁ ଥଣ୍ଡା କି ଜାଣିଛ ନା ଜହ୍ନ ଠାରୁ ଆଉ ଗୋଟିଏ ଥଣ୍ଡା ଜାଗା ଅଛି ସେ କିଏ ନା ସ୍ନେହ ମମତା ଗାଁ କିଏ ବସେଇଛି ତା ସେ ଆଉ କେହି ନୁହଁ ମାର ସ୍ନେହଟା ଫୁଲ ଠାରୁ କୋମଳ ମାର ମମତାଟା ଜନ୍ମ ଠାରୁ ସ୍ନେହ ମମତାକୁ ଦୋକାନରେ ମିଳେନି ସ୍ନେହ ମମତା ମାର ଗଣତ କାଲି ଭିତରେ ଲୁଚିକି ଅଛି ଏ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ବାପା ଜଣକ ବୁଝେଇଲେ ତୁ କାନ୍ଦନା ତୋ ପ୍ରତି ଯାହା ଅବିଚାର ହେଇଛି ତୋ ପ୍ରତି ଯାହା ଅନ୍ୟାୟ ହେଇଛି ମୁଁ ନିଶ୍ଚିତ ବିଚାର କରିବି ଏ ପର୍ଯ୍ୟନ୍ତ ଆପଣମାନେ ଚିନ୍ତା କରୁଥିବେ ସେ ମା ଜଣକ କିଏ ଆଜ୍ଞା ସେଇ ମା ଜଣକ କଥା ମୋ ବଡ ଭାଇ ଓଡ଼ିଶାର ଉଦୀୟମାନ ଗାୟକ ମୋ ଦୁର୍ଯ୍ୟୋଧନ ଭାଇ ଆଲୋଚନା କରୁଥିଲେ ପଞ୍ଚଭୂତରୁ 5ଟା ମା ଜନ୍ମ ନେଇଥିଲେ ସେ ଗୋଟିଏ ଭୂତ କଥା ଆଲୋଚନା କରିକି ଯାଇଥିଲେ ତେଣୁ ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ସେଇ ମା ଜଣକ କିଏ ସେ ଆଉ କେହି ନୁହଁ ଦେଖିଲେ କିଏ ଆପଣମାନଙ୍କର ଗାୟକ କେଶବନାଥର ଫସରମା ରାଗ ପଡ଼ିଛି ଶଙ୍କରାଭରଣ ବାପା ଜଣକ ବୁଝଉଛନ୍ତି ସେ ମା ଜଣକ କିଏ ଏବଂ ବୁଝଉଥିବା ବାପା ଜଣକ କିଏ ମୋ ସାର୍ ବୁଝଉଥିବା ବାପା ଜଣକ ହଉଛନ୍ତି ବାଲ୍ମୀକି ମା ଜଣକ ହଉଛନ୍ତି ଆଉ କେହି ନୁହଁ ବିଦେହ ରାଜନନ୍ଦିନୀ ମା ଜାନକୀ ଯୋଉଟା କି ଭଞ୍ଜ କବି ଲେଖିଛନ୍ତି ସେ ସୀତା ସେ କାହିଁକି ସୀତା ବାଲ୍ମୀକି ଲେଖି ଦେଇଛନ୍ତି ପରା ତାଙ୍କ ନାଁ
ক্ষେତ୍ର ଦେବୀକି ଆଉ ଦେବତାଙ୍କୁ କୁହାଯାଏ ସୀତା। ରାମକୁ ବୁଝେଇ ଯଦି ସ୍ତ୍ରୀ ଯିବାକୁ ରାଜି ହଉନି, ସ୍ୱାମୀ ଯଦି ହାତ ଧରିକି ଡାକିକି ନେଇକି ପଳେଇବ, ଆମ ସମାଜ ଭିତରେ କଥା ସ୍ତ୍ରୀ ଯଦି ଯିବାକୁ ରାଜି ହଉନି, ସ୍ୱାମୀ ଯଦି ହାତ ଧରିକି ଡାକିକି ଟାଣିକି ନେଇକି ପଳେଇବ, ତାହେଲେ ଏଇଟା ଗୋଟେ ମହାନତାର ପରିଚୟ ହବ କି ନାହିଁ? ତେଣୁ ବାଲ୍ମୀକି ରାମ ଠାକୁରଙ୍କୁ କହିଲେ, ଲେଖିଲେ କିଏ? ଗଙ୍ଗାଧର ମେହେର। ଏ ବାପା ଛାନ୍ଦ ଗୋଟେ ଛାନ୍ଦ କିଏ? ରାଗ ପଡିଛି ବାଲ୍ମୀକି କହୁଛନ୍ତି ରାମ। କେମିତି କହିଲେ? କହିଲେ ବଦନ୍ତି ବାଲ୍ମୀକି ଜାତି ହେ